ରଚିତା ବାପାଙ୍କର ପୁରୁଣା ଫାଇଲରୁ କିଛି ଜରୁରୀ କାଗଜପତ୍ର ଖୋଜୁଥିଲା। ସେତିକିବେଳେ ସେ କିଛି ପେପର୍ସ ପାଇଲା ଯାହା ଉପରେ ରକ୍ତର ଛିଟା ଲାଗିଥିଲା। ରଚିତ ବିବ୍ରତ ଭାବରେ ସେଇ କାଗଜକୁ ଦେଖିବାକୁ ଲାଗିଲା ଆଉ ସେ ସବୁକୁ ପଢ଼ିବାକୁ ଚେଷ୍ଟା କଲା। ତା ଉପରେ ଲେଖାଯାଇଥିବା ବହୁତ ଅକ୍ଷର ଲିଭି ସାରିଥିଲା। ତା ସତ୍ତ୍ୱେ ସେ ଯେତେବେଳେ ସେ ସବୁକୁ ପଢ଼ିଲା ସେ ଆଶ୍ଚର୍ଯ୍ୟ ହେଇଗଲା। ଏ କାଗଜ କୌଣସି ବଙ୍ଗଳାର ଥିଲା ଯାହାକୁ ତା ବାପା ବହୁ ବର୍ଷ ପୂର୍ବେ କିଣିଥିଲେ। ରଚିତ ସେଇ କାଗଜକୁ ନେଇ ତା ମା ବୀଣାଙ୍କ ପାଖକୁ ଗଲା ଆଉ ସେ କହିଲା, ମା ଦେଖ ମୋତେ ପାପାଙ୍କ ଫାଇଲରେ କ'ଣ ମିଳିଛି, ବଙ୍ଗଳାର କାଗଜ। ଏହା ଶୁଣି ବୀଣା ଦେବୀ ଡରିଗଲେ ଆଉ ତା ହାତରୁ ସେଇ କାଗଜକୁ ଛଡ଼େଇ ନେଲେ ଆଉ କହିଲେ, ତତେ କିଏ କହିଥିଲା ଏଥିରେ ହାତ ଲଗେଇବା ପାଇଁ? ମୁଁ ଆଜି ଆକୁ ଜଣେଇ ଦଉଛି। ଇଏ କ'ଣ କହୁଛ ତୁମେ ମା? ପ୍ରଥମେ ତ ଏ କଥା ମୁଁ ବୁଝିପାରୁନି। ଯେତେବେଳେ ବାପାଙ୍କ ପାଖରେ ଏତେ ବଡ଼ ବଙ୍ଗଳା ଥିଲା ତାହେଲେ ଆମେ ଏ ଛୋଟ ମୋଟ ଘରେ କାହିଁକି ରହୁଛୁ? ବାପା ତ ଏ ବିଷୟରେ କେବେ ବି କହିନାହାନ୍ତି ଆମକୁ, ଆଉ ତୁମେ ବି କାଗଜ ଜଳେଇବା କଥା କହୁଛ। ରଚିତ ବ୍ୟସ୍ତ ହେଇପଡ଼ି କହିଲା। ଏଇ କାଗଜକୁ ଦେଖିବା ମାତ୍ରେ ବୀଣା ଦେବୀଙ୍କ ଆଖିରେ ଲୁହ ଆସିଗଲା। ସେଇ ଲୁହକୁ ପୋଛି ଦେଇ ସେ ନିଜକୁ ସମ୍ଭାଳି କହିବାରେ ଲାଗିଲେ, ଆଜି ତୁ ବଡ଼ ହେଇଯାଇଛୁ, ସେଥିପାଇଁ ଆଜି ମୁଁ ତତେ ସବୁ ସତ କଥା କହିବି। ଏ କଥା ସେତେବେଳରେ ଯେବେ ତୋର ଆଉ ମୋ ବାପାଙ୍କର ପ୍ରଥମେ ବାହାଘର ହେଇଥିଲା। ଯୋଉଠି ଏ ବଙ୍ଗଳା ଅଛି ଆମେ ସେଇ ଜଙ୍ଗଲର ପାଖ ସହରରେ ରହୁଥିଲୁ। ଏଠି କାରବାର ବି ବହୁତ ଜାଗାରେ ଚାଲିଥିଲା। ଗୋଟେ ଦିନ ଆମେ ବୁଲିବାକୁ ଜଙ୍ଗଲ ଆଡ଼କୁ ଯାଇଥିଲୁ। ସେଠି ନଦୀ କୂଳରେ ଏହି ସୁନ୍ଦର ବଙ୍ଗଳା ଠିଆ ହେଇଥିଲା। ଏଇ ବଙ୍ଗଳା ଏତେ ସୁନ୍ଦର ଥିଲା ଯେ ଗୋଟିଏ ନଜରରେ ମୋତେ ଭଲ ଲାଗିଲା ଆଉ ମୁଁ ଆକୁ କିଣିବା ପାଇଁ ଜିଦି ଧରିଲି। ତାପରେ ବାପା ମୋର ଏଇ ଜିଦିକୁ ପୁରା କରିଦେଲେ ଆଉ ଜଲ୍ଦି ଏଇ ବଙ୍ଗଳା ଆମର ହେଇଗଲା। ଆମେ ସବୁବେଳେ ସପ୍ତାହ ଶେଷରେ ସେଠିକି ରହିବାକୁ ଯାଉଥିଲୁ। ଦିନେ ବଙ୍ଗଳା ସଜେଇଲା ବେଳେ ଗୋଟେ ପେଣ୍ଟିଂ ଉପରେ ମୋର ନଜର ପଡ଼ିଲା ଯୋଉଟା ଏଇ ବଙ୍ଗଳାରେ ଥିଲା ଆଉ ସେ ବହୁତ ଭୟଙ୍କର ଆଉ ଡର ଲାଗୁଥିଲା। ମୁଁ ତାକୁ କାନ୍ଥରୁ ଉଠେଇକି ବାହାରେ ଫୋପାଡ଼ିଦେଲି। ଏମିତି କରିବା ମାତ୍ରେ ସାଙ୍ଗେ ସାଙ୍ଗେ ତୋଫାନ ଆସିଲା। ସେ କାନ୍ଥ ଫାଟିବାକୁ ଲାଗିଲା ଆଉ ସେଥିରୁ ରକ୍ତ ବାହାରିଲା। ୟା ପୂର୍ବରୁ ଆମେ କିଛି ବୁଝିପାରିଥାନ୍ତୁ। ଆଲମାରିରୁ ଆମର ବଙ୍ଗଳାର କାଗଜପତ୍ର ବାହାରି ଆମ ସାମ୍ନାରେ ବୁଲିବାକୁ ଲାଗିଲା ଆଉ ସେଥିରେ ରକ୍ତର ବର୍ଷା ହେବାକୁ ଲାଗିଲା। ତା ସହିତ ବାତାବରଣରେ ବହୁତ ଭୟଙ୍କର ଆବାଜ ଆସିଲା। ଯଦି ନିଜ ଜୀବନ ବଞ୍ଚାଇବାକୁ ଚାହୁଁଛ ତାହେଲେ ଏଠୁ ଶୀଘ୍ର ଚାଲିଯାଅ ଆଉ ଫେରିକି କେବେ ବି ଏଠିକି ଆସିବନି। ଆମେ ଯେମିତି ସେମିତି କରିକି ନିଜକୁ ସମ୍ଭାଳିଲୁ ଆଉ ସେଠୁ ଚାଲିଗଲୁ। ମୋ ମନକୁ କାହିଁକି ଏମିତି ଆସିଲା? ମୋ ବଙ୍ଗଳାର କାଗଜପତ୍ର ନିଜ ସାଙ୍ଗରେ ଧରି ଚାଲି ଆସିଲି। ଏବେ ମୋତେ ଲାଗୁଛି ଯେ ମୁଁ ବହୁତ ବଡ଼ ଭୁଲ କରିଦେଇଥିଲି। ଏ ଘଟଣା ପାଇଁ ତୋ ବାପାଙ୍କ ମୁଣ୍ଡ ଉପରେ ବହୁତ ପ୍ରଭାବ ପଡ଼ିଲା। ଧୀରେ ଧୀରେ ତୋ ବାପାଙ୍କ ବେପାର ବି ବୁଡ଼ିବାକୁ ଲାଗିଲା। ଆମ ନିଜ ଲୋକ ଆମ ସାଙ୍ଗରେ ରହିଲେନି। ସେତେବେଳେ ଆମେ ସବୁ ପରିଜନ ଆଉ ସମ୍ପର୍କୀୟଙ୍କ ଠାରୁ ଦୂରକୁ ଆସି ସହରରେ ରହିଲୁ। ତୋ ବାପା ଚାକିରି କରିବାର ଅବସ୍ଥାରେ ସେତେବେଳେ ନଥିଲେ। ସେଥିପାଇଁ ମୋ ଘରର ଦାୟିତ୍ୱ ନେଲି। ବାକି ତୁ ତ ସବୁ ଜାଣିଛୁ। ତୋ ଚାକିରି ହେଲା ପରେ ଆମର ଅବସ୍ଥା କେମିତି ସୁଧୁରିଲା। ନିଜ ମାଙ୍କ ଠାରୁ ଏଇସବୁ କଥା ଶୁଣି ସାରିବା ପରେ ରଚିତ ବି ଦୁଃଖୀ ହେଇଗଲା। ସେ ବୀଣା ଦେବୀଙ୍କ ହାତରୁ ବଙ୍ଗଳାର କାଗଜ ନେଇ ତାକୁ ପୁଣି ନେଇ ସେଇ ଫାଇଲରେ ରଖିଦେଲା ଆଉ ନୀରବ ଭାବରେ ଅଫିସ ଯିବା ପାଇଁ ବାହାରି ପଡ଼ିଲା। ଆଉ ଅଫିସରେ ବି ରଚିତ ମୁଣ୍ଡରେ ସେଇ ବଙ୍ଗଳାର କଥା ବାରମ୍ବାର ପଶୁଥିଲା ଆଉ କାମରେ ବି ଆଦୌ ତାର ମନ ଲାଗୁନଥିଲା। ଆଉ କିଛି ସମୟ ପରେ କମ୍ପାନୀର ବସ୍ ମିଷ୍ଟର ଧରଣୀଙ୍କ ସହିତ ତାର ମିଟିଂ ଥିଲା। ତାର ଅନିଚ୍ଛା ସତ୍ତ୍ୱେ ବି ସେଇ ସମ୍ମିଳନୀ କକ୍ଷକୁ ତାକୁ ଯିବାକୁ ପଡ଼ିଥିଲା। ସେଇ ମିଟିଂ ସମୟରେ ମିଷ୍ଟର ଧରଣୀ କିଛି ନୋଟିସ୍ କଲେ ଯେ ରଚିତ କୌଣସି ଚିନ୍ତାରେ ପଡ଼ିଛି। ରଚିତ ତାଙ୍କର ପ୍ରିୟ କର୍ମଚାରୀଙ୍କ ଭିତରୁ ଜଣେ ଥିଲା। ସେଥିପାଇଁ ସିଏ ତାର ଚିନ୍ତାର କାରଣ ବିଷୟରେ ପଚାରିଥିଲେ। ଯେମିତି ରଚିତର ମନେ ପଡ଼ିଲା ଯେ ମିଷ୍ଟର ଧରଣୀ ସବୁବେଳେ କଳା ଶକ୍ତି ବିଷୟରେ ପଢ଼ୁଥିଲେ ଆଉ ସେ ବିଷୟରେ ବି ସେ ଅନୁସନ୍ଧାନ କରି ଚାଲିଥିଲେ। ସେଥିପାଇଁ ସିଏ ତାଙ୍କୁ ସବୁ କଥା କହିଦେଇଥିଲା। ରଚିତର କଥା ସରିବା ପରେ ମିଷ୍ଟର ଧରଣୀ ତାକୁ କହିଲେ, ତୋ କଥା ଶୁଣିକି ମୋତେ ଏଇଆ ଲାଗୁଛି କି ଏ ବଙ୍ଗଳାର ରହସ୍ୟ ସେ ଫଟୋ ଭିତରେ ଲୁଚିକି ଅଛି ଯାହାକୁ ତୋ ମା ଡଷ୍ଟବିନ୍ରେ ପକାଇ ଦେଇଥିଲା। ଆଜି ବୋଧହୁଏ ସେ ସମୟ ଆସିଯାଇଛି କି ମୁଁ ମୋ ଗୁରୁଜୀଙ୍କଠୁ ଯାହା ବି କିଛି ଶିଖିଛି ମୁଁ ତାର ଉପଯୋଗ କରିବି।
ସେଥିପାଇଁ ଆମେ କାଲି ହିଁ ସେ ବଙ୍ଗଳାକୁ ଯିବା। ନାଇଁ ନାଇଁ ହେଲେ ଯଦି ଆମକୁ କିଛି ହେଇଗଲା? ନାଇଁ ନାଇଁ ମୁଁ ଯିବି ନାହିଁ ସେଠିକି ସାର୍। ରଚିତ ଡରି ଯାଇ କହିଲା। ଧରଣୀ ତାକୁ ବୁଝେଇବାକୁ ଯାଇ କହିଲେ, ଡରନି, ଆମକୁ କିଛି ବି ହବନି। ମୁଁ ଆଜି ରାତିରେ ଗୋଟେ ବିଶେଷ ପୂଜା କରିକି ଆମ ସୁରକ୍ଷାର ପୁରା ବ୍ୟବସ୍ଥା କରିଦେବି। ଏବେ ତୁ ଘରକୁ ଯାଇକି ଆରାମସେ ଶୋଇପଡ଼। ମୁଁ ବି ଆଜି ଛୁଟି ନେଇକି ମୋ ଘରକୁ ଯାଉଛି। ଘରକୁ ଫେରି ଯେତେବେଳେ ରଚିତ ନିଜ ମାଙ୍କୁ ଧରଣୀଙ୍କ ସହିତ ସେ ବଙ୍ଗଳାକୁ ଯିବାର କଥା କହିଲା, ସେତେବେଳେ ସେ ତାକୁ ଅଟକେଇବାକୁ ବହୁତ ଚେଷ୍ଟା କଲେ। କିନ୍ତୁ ରଚିତର ମିଷ୍ଟର ଧରଣୀଙ୍କ ଉପରେ ପୁରା ବିଶ୍ୱାସ ଥିଲା। ତା ପରଦିନ ଠିକ୍ ସମୟରେ ମିଷ୍ଟର ଧରଣୀ ରଚିତ ଘରକୁ ଆସିଲେ। ବୀଣା ଦେବୀ ତାଙ୍କୁ ବି ବୁଝେଇବାକୁ ବହୁତ ଚେଷ୍ଟା କଲେ, କିନ୍ତୁ ମିଷ୍ଟର ଧରଣୀ କହିଲେ, ଆଣ୍ଟି ଆପଣ ଜମା ବି ଡରନ୍ତୁନି। ଭଗବାନ ଚାହିଁବେ ଯଦି ଆପଣଙ୍କ ବଙ୍ଗଳା ଆପଣଙ୍କୁ ବହୁତ ଜଲ୍ଦି ମିଳିଯିବ। ବାସ୍ ଆପଣ ବଙ୍ଗଳାର କାଗଜ ମୋତେ ଦେଇଦିଅନ୍ତୁ। ଆଉ ବୀଣା ଦେବୀ କୌଣସି ପ୍ରତିବାଦ କରିପାରିଲେ ନାହିଁ। ଆଉ ସେ ସେଇ କାଗଜ ଆଣି ମିଷ୍ଟର ଧରଣୀଙ୍କୁ ଧରେଇ ଦେଲେ। ମିଷ୍ଟର ଧରଣୀ ସେ କାଗଜକୁ ଯତ୍ନର ସହକାରେ ନିଜ ବ୍ୟାଗରେ ନେଇ ରଖିଲେ। ଆଉ ରଚିତ ବେକରେ ଗୋଟେ ମନ୍ତୁରା ଲକେଟ୍ ପକେଇ ଦେଲେ। ଠିକ୍ ସେମିତିଆ ଲକେଟ୍ ତାଙ୍କ ବେକରେ ବି ଥିଲା। କିଛି ବି ହେଇଯାଉ ରଚିତ, ତୁ ଏ ଡେଉଁରିଆକୁ ତୋ ବେକରୁ କାଢ଼ିବୁନି। ଇଏ ଆଗାମୀ 48 ଘଣ୍ଟା ପର୍ଯ୍ୟନ୍ତ ଖରାପ ଶକ୍ତିରୁ ଆମକୁ ବଞ୍ଚିକି ରଖିବ, ଆଉ ଆମକୁ ନିଦ ବି ଆସିବନି। ମିଷ୍ଟର ଧରଣୀ କହିବା ପରେ ରଚିତ ବି ହଁ କହିଦେଲା। 7 ଘଣ୍ଟାର ଲମ୍ବା ଯାତ୍ରା ପରେ ମିଷ୍ଟର ଧରଣୀ ଆଉ ରଚିତର ଗାଡ଼ି ବଙ୍ଗଳାର ବାହାରେ ଛିଡ଼ା ହେଲା। ସେ ବଙ୍ଗଳା ଅତିମାତ୍ରାରେ କଦର୍ଯ୍ୟ ହୋଇ ପଡ଼ିଥିଲା। ସେ ଦିଜଣ ଯେତେବେଳେ ସେ ବଙ୍ଗଳା ଭିତରକୁ ଯିବା ପାଇଁ କବାଟ ଖୋଲିଲେ, ସେତେବେଳେ ତା ଭିତରେ ଖୁବ୍ ଜୋରରେ ଝଡ଼ ଆରମ୍ଭ ହୋଇଗଲା। ତଥାପି ସେମାନେ ଡରିଲେ ନାହିଁ, ଆଉ ଦୃଢ଼ ଭାବରେ ଉଭୟଙ୍କର ହାତ ଧରି ବଙ୍ଗଳା ଭିତରେ ପ୍ରବେଶ କଲେ। ବଙ୍ଗଳା ଭିତରଟା ଖୁବ୍ ଅନ୍ଧକାର ଥିଲା, କିନ୍ତୁ ମିଷ୍ଟର ଧରଣୀ ଖୁବ୍ ପ୍ରସ୍ତୁତିର ସହିତ ସେଠିକି ଯାଇଥିଲେ। ସେ ନିଜ ବ୍ୟାଗ୍ରୁ ବଡ଼ ବଡ଼ ମହମବତୀ ବାହାର କରି ଜଳେଇଲେ। ସେ ମହମବତୀରୁ ଗୋଟିଏ ବିଶେଷ ଧରଣର ସୁଗନ୍ଧ ବାହାରୁଥିଲା। ଆଉ ସେ ଦିଜଣ ଆଗକୁ କିଛି ଭାବିବା ପୂର୍ବରୁ ସେଇ ବଙ୍ଗଳାରୁ କାହାର ହସିବାର ଶବ୍ଦ ଶୁଭିଲା। ସେଇ ହସ ବନ୍ଦ ହେବା ମାତ୍ରେ ହିଁ ସେଠୁ ଆଉ ଗୋଟେ ଶବ୍ଦ ଶୁଭିବାରେ ଲାଗିଲା। ତମେ ଦିଜଣ କ'ଣ ୟାରି ସାହାଯ୍ୟରେ ମୋତେ ଏଠୁ ବାହାରକୁ ବାହାର କରିଦେବ? ଏଇଟା ଅସମ୍ଭବ, ସମ୍ପୂର୍ଣ୍ଣ ଭାବେ ଅସମ୍ଭବ। ସେ ମହମବତୀକୁ ଲିଭେଇ ଦିଅ ଆଉ ଏଠୁ ଭଲରେ ଭଲରେ ଚାଲିଯାଅ। ଏହା ଶୁଣି ମିଷ୍ଟର ଧରଣୀ ଆଉ ରଚିତ ଟିକେ ଡରି ଯାଇଥିଲେ। ରଚିତ କିଛି କହିବାକୁ ଚାହୁଁଥିଲା, କିନ୍ତୁ ମିଷ୍ଟର ଧରଣୀ ତାକୁ ଚୁପ୍ ରହିବାକୁ କହି ପେଣ୍ଟିଂ ଖୋଜିବା ପାଇଁ କହିଥିଲେ। ସେ ଦିଜଣ ସେମାନଙ୍କ ହାତରେ ମହମବତୀ ଧରି ନିଜ କାମରେ ଲାଗି ପଡ଼ିଲେ। ଲକେଟ୍ ଆଉ ମହମବତୀ କାରଣରୁ ସେ ବଙ୍ଗଳାରେ ଥିବା କଳା ଶକ୍ତି ସେମାନଙ୍କ ନିକଟକୁ ଆସିପାରୁନଥିଲା, କିନ୍ତୁ ସିଏ ସେମାନଙ୍କୁ ଡରାଇବା ପାଇଁ ପୁରା ଚେଷ୍ଟା କରୁଥିଲା। ଭିତରେ ଭିତରେ ଟିକେ ଡରିବା ବ୍ୟତୀତ ସେ ଦିଜଣ ନିଷ୍ଠାର ସହିତ ସେମାନଙ୍କ କାମରେ ଲାଗିଥିଲେ। ସମୟ ଗଡ଼ି ଚାଲିଥିଲା, କିନ୍ତୁ ସେମାନଙ୍କର ସନ୍ଧାନ ଏପର୍ଯ୍ୟନ୍ତ ସରିନଥିଲା। 24 ଘଣ୍ଟା ବିତି ସାରିଥିଲା। ତାଙ୍କ ଲକେଟ୍ର ଶକ୍ତି ସରିବା ପାଇଁ ବି 24 ଘଣ୍ଟା ସମୟ ଥିଲା। କାହିଁକି ଏମିତି ଲାଗୁଛି କି ଆମେ ସଫଳ ହବାନି? ରଚିତ ଧୀର କଣ୍ଠରେ ମିଷ୍ଟର ଧରଣୀଙ୍କୁ କହିଲା, ଆଉ କ୍ରୋଧରେ ସେ ତା ପାଦକୁ ଚଟାଣରେ ବାଡ଼େଇ ଦେଲା। ଏଇଟା କରିବା ଦ୍ୱାରା ତା ପାଦ ଚଟାଣକୁ ଭାଙ୍ଗି ଟିକେ ଭିତରକୁ ଚାଲିଗଲା। ଏହା ଦେଖି ମିଷ୍ଟର ଧରଣୀ ରଚିତ୍ର ଗୋଡ଼ ପଶିଥିବାର ଦେଖି ରଚିତ୍ର ପାଦକୁ ବାହାର କରିବାକୁ ଯାଇ ଦେଖିଲେ ଯେ ରଚିତ୍ର ପାଦ ସେଇ ପେଣ୍ଟିଂ ଉପରେ ହିଁ ପଡ଼ିଛି। ରଚିତ ଆଉ ମିଷ୍ଟର ଧରଣୀ ମିଶି କୌଣସି ପ୍ରକାରେ ସେ ପେଣ୍ଟିଂକୁ ସେଠୁ ତ ବାହାର କରିଦେଲେ। ଆଉ ତାପରେ ସେମାନେ ଦିଜଣ ବହୁତ ଥକି ପଡ଼ିଥିଲେ, ସେଥିପାଇଁ କିଛି ସମୟ ସେମାନେ ସେଠି ବସି ପଡ଼ିଲେ। ମିଷ୍ଟର ଧରଣୀ ବହୁତ ଧ୍ୟାନର ସହିତ ସେ ପେଣ୍ଟିଂକୁ ଦେଖିବାକୁ ଲାଗିଲେ। ସେତେବେଳେ ସିଏ ସେଥିରେ ଦେଖିଲେ ଯେ ଗୋଟେ ବିଶେଷ କୋଡ୍ ଦ୍ୱାରା ସେଥିରେ କିଛି ଲେଖାଯାଇଛି। ସେ ନିଜର ଆଖି ବନ୍ଦ କରି ନିଜ ଗୁରୁଙ୍କୁ ପ୍ରଣାମ କଲେ, ଯାହାଙ୍କଠାରୁ ସିଏ ଏହି ତନ୍ତ୍ରବିଦ୍ୟା ଶିକ୍ଷା କରିଥିଲେ। ତାପରେ ସେ ସେହି କୋଡ୍କୁ ପଢ଼ିବା ପାଇଁ ଚେଷ୍ଟା କରିଥିଲେ। ଧୀରେ ଧୀରେ ବଙ୍ଗଳାର ସମସ୍ତ ରହସ୍ୟ ତାଙ୍କ ନିକଟରେ ପ୍ରକଟିତ ହେଲା। କୌଣସି ଯୁଗରେ ଏହି ବଙ୍ଗଳା ଜାଗାରେ କିଛି ତାନ୍ତ୍ରିକଙ୍କର ଆଶ୍ରମ ଥିଲା। ସେ ସେମାନଙ୍କର କାଳି ସିଦ୍ଧି ଦ୍ୱାରା ସାରା ସଂସାରକୁ ନିଜର ଗୋଲାମ କରିଦେଇ ନିଜର ଶାସନ ଚଳାଇବାକୁ ଚାହୁଁଥିଲେ। ଯେତେବେଳେ ସେହି ଗାଁର ମୁଖିଆ ଏସବୁ ଜାଣିପାରିଲେ, ସେତେବେଳେ ସେ ତାଙ୍କ ଗୁରୁଙ୍କ ସହିତ ପରାମର୍ଶ କରି ସେହି ତାନ୍ତ୍ରିକମାନଙ୍କୁ ସେହି ଆଶ୍ରମ ସହିତ ଜଳେଇ ଦେଇଥିଲେ। ତାପରେ ତାଙ୍କର ଗୁରୁ ସେହି ଭସ୍ମ ଦ୍ୱାରା ଏହି ପେଣ୍ଟିଂ ତିଆରି କରିଥିଲେ, ଆଉ ସେଥିରେ ସେହି କାହାଣୀକୁ ଲୁଚେଇ ଦେଇଥିଲେ।
ଆଉ ସେଇ ଫ୍ରେମ୍କୁ ମନ୍ତ୍ର ଦ୍ୱାରା ବାନ୍ଧି ଦେଇ ସେଇ ତାନ୍ତ୍ରିକଙ୍କର କୁଶକ୍ତିକୁ ତା ଭିତରେ ବାନ୍ଧି ଦେଇଥିଲେ। ତା ସହିତ ସେ ମୁଖିଆଙ୍କୁ ଆଦେଶ ଦେଇଥିଲେ ଯେ ଏଇ ପେଣ୍ଟିଂରେ ଦେଖାଯାଉଥିବା ଏକ ବଙ୍ଗଳା ତିଆରି କରିଦେବାକୁ। ଆଶ୍ଚର୍ଯ୍ୟର ସହକାରେ ରଚିତ ସେସବୁ କାହାଣୀ ଶୁଣୁଥିଲା। ମିଷ୍ଟର ଧରଣୀ ତାକୁ କହିଲେ, ତମ ମାଙ୍କ ହାତରେ ପେଣ୍ଟିଂ କାଢ଼ିକି ଫୋପାଡ଼ିବା ଦ୍ୱାରା ୟାର ଫ୍ରେମ୍ ଭାଙ୍ଗିଗଲା ଆଉ ଏଠି ବନ୍ଦ ହେଇଥିବା ସବୁ କଳା ଶକ୍ତି ମାନେ ବାହାରକୁ ଆସିଲେ। ତ ଏବେ କ'ଣ କରିବା? ରଚିତ ସଂଶୟର ସହ ପଚାରିଲା। ମିଷ୍ଟର ଧରଣୀ ଧ୍ୟାନର ସହିତ ସେ ପେଣ୍ଟିଂକୁ ଦେଖି କହିଲେ, ଆମକୁ ଏ ଫ୍ରେମ୍ ଆଉ ଥରେ ବନେଇବାକୁ ପଡ଼ିବ, କିନ୍ତୁ ସେଥିପାଇଁ ସେଇ ଗଛର କାଠ ଦରକାର ଯୋଉଥିରେ ଇଏ ଆଗରୁ ତିଆରି ହେଇଥିଲା। ଏଇ ଗଛ ଏଇ ଜଙ୍ଗଲରେ ଅଛି, କିନ୍ତୁ କୋଉଠି ଅଛି ମୋତେ ଜଣା ନାହିଁ। ତୁମେ ଜଲ୍ଦି ଯାଅ ଆଉ ଜଲ୍ଦି ଯାଇ ଖୋଜିବାକୁ ଚେଷ୍ଟା କର। ସେତେବେଳେ ଯାଏ ମୁଁ ପୂଜାର ପ୍ରସ୍ତୁତି କରୁଛି। ଆଉ ଶୁଣ, ସମ୍ଭାଳିକି ଯିବ। ସେ କାଳୀ ଶକ୍ତି ତୁମକୁ ଡରେଇବାକୁ ଚେଷ୍ଟା କରିବ, କିନ୍ତୁ ଆମ ଲକେଟରେ 18 ଘଣ୍ଟାର ଶକ୍ତି ଏବେ ବାକି ଅଛି। ତୁମେ ଜମା ଚିନ୍ତା କରିବନି। ମିଷ୍ଟର ଧରଣୀଙ୍କ କଥା ଶୁଣି ରଚିତ ଯେତେବେଳେ ସେଇ ଗଛକୁ ଖୋଜିବାକୁ ଗଲା, ସେତେବେଳେ କଳା ଶକ୍ତି ତାର ବାଟ ଓଗାଳିବା ପାଇଁ ସେଠି ପହଞ୍ଚିଗଲେ। କେତେବେଳେ ସେମାନେ ରଚିତ ଆଗରେ ଗଭୀର ଗର୍ତ୍ତର ଭ୍ରମ ସୃଷ୍ଟି କରୁଥିଲେ, ତ କେତେବେଳେ ହାଡ଼ ଆଉ ରକ୍ତର ବର୍ଷା କରୁଥିଲେ ତା ଉପରେ, ଆଉ କେତେବେଳେ ଭୟଙ୍କର ଶବ୍ଦ କରି ତାକୁ ଫେରି ଯିବାକୁ କହୁଥିଲେ। କିନ୍ତୁ ରଚିତ ଧରଣୀଙ୍କର କଥାକୁ ମନେ ରଖି ଚୁପଚାପ ଆଗକୁ ବଢ଼ି ଚାଲିଥିଲା। ସେ ସମ୍ପୂର୍ଣ୍ଣ ଜଙ୍ଗଲକୁ ଖୋଜି ସାରିଥିଲା, କିନ୍ତୁ ସେ ଗଛ ତାକୁ ମିଳିନଥିଲା। 6 ଘଣ୍ଟା ବିତି ସାରିଥିଲା ଆଉ ରଚିତ ସେତେବେଳେ ନିରାଶ ହୋଇ ପଡ଼ିଥିଲା। ସେ ମନେ ମନେ ତାର ଈଶ୍ୱରଙ୍କୁ ସ୍ମରଣ କଲା ଆଉ ତାଙ୍କର ସହାୟତା କାମନା କରି ସେ ଧୀରେ ଧୀରେ ଆଗକୁ ବଢ଼ିବାରେ ଲାଗିଲା। ହଠାତ୍ ତାର ଦୃଷ୍ଟି ପଡ଼ିଲା ଗୋଟେ ଛୋଟିଆ ମନ୍ଦିର ଉପରେ, ଯିଏ ଗଛର ଆବରଣରେ ଲୁଚି ଯାଇଥିଲା। ସାହାଯ୍ୟ ଆଶାରେ ରଚିତ ସେଇ ଆଡ଼କୁ ଆଗେଇ ଯାଇଥିଲା। ଯେମିତି ସେ ମନ୍ଦିରରେ ପାଦ ରଖିଲା, ସେତେବେଳେ ଗୋଟେ ସ୍ୱର ଶୁଭିଲା, ଆସ, ମୁଁ ବହୁତ ସମୟ ହେଲା ତମର ଅପେକ୍ଷା କରିଥିଲି। ରଚିତ ବିବ୍ରତ ଭାବରେ ସେଇ ସ୍ୱର ଆଡ଼କୁ ଆଗେଇ ଚାଲିଲା। ସେଠି ଯାଇ ଦେଖିଲା ଜଣେ ବୃଦ୍ଧ ସାଧୁ ସେଠି ସମାଧିସ୍ଥ ଥିଲେ। ରଚିତ ଯେତେବେଳେ ତାଙ୍କୁ ପ୍ରଣାମ କଲା, ସେତେବେଳେ ସାଧୁ ବାବା ତାଙ୍କର ଆଖି ଖୋଲିଲେ ଆଉ ତାକୁ ଆଶୀର୍ବାଦ ଦେବାକୁ ଯାଇ କହିଲେ, ମୁଁ କେବେଠୁ ଏଇ ସମୟର ପ୍ରତୀକ୍ଷାରେ ଥିଲି ଯେ କେତେବେଳେ ତମେ ଏଠିକି ଆସିବ। ଆସ, ମୋ ସହିତ ଆସ। ରଚିତ ମନ୍ତ୍ରମୁଗ୍ଧ ଭାବରେ ତାଙ୍କ ପଛେ ପଛେ ଚାଲିଲା। ରଚିତକୁ ସିଏ ଗୋଟେ ଗଛ ଆଡ଼କୁ ଇସାରା ଦେଲେ ଆଉ ସେଇ ସାଧୁ ତାଙ୍କ ଝୁଲା ମୁଣିରୁ ଗୋଟେ କୁରାଢ଼ୀ ବାହାର କରିଦେଲେ ରଚିତକୁ। ରଚିତ ଯେମିତି ହିଁ ସେ ଗଛକୁ କାଟିଲା, ସେ ଗଛ ସେଠୁ ଏମିତି ଅନ୍ତର୍ଦ୍ଧାନ ହେଇଗଲା ଯେମିତି ସେଠି ଆଗରୁ କିଛି ହିଁ ନଥିଲା। ସାଧୁ ବାବା ରଚିତକୁ ଗୋଟେ ମନ୍ତ୍ର ଦବାକୁ ଯାଇ କହିଲେ, ତମେ ଏ ମନ୍ତ୍ରର ଜାପ କର, ଇଏ ତମକୁ ନେଇକି ତୁରନ୍ତ ସେ ବଙ୍ଗଳାରେ ପହଞ୍ଚେଇଦବ। ଯାଅ, ଜଲ୍ଦି ଯାଅ, ସମୟ ତମ ହାତରେ ବହୁତ କମ୍। ରଚିତ ପୁନଃ ତାଙ୍କୁ ପ୍ରଣାମ କଲା ଆଉ ଆଖି ବନ୍ଦ କରି ସେ ଦେଇଥିବା ମନ୍ତ୍ରକୁ ଉଚ୍ଚାରଣ କରିବାରେ ଲାଗିଲା, ଯାହାର ସହାୟତାରେ ସେ ପଲକ ମାତ୍ରକେ ଯାଇ ବଙ୍ଗଳାରେ ପହଞ୍ଚିଗଲା। ମିଷ୍ଟର ଧରଣୀ ରଚିତ ହାତରୁ ସେଇ କାଠ ନେଇ ଫ୍ରେମ୍ ତିଆରି କରିବା ଆରମ୍ଭ କରିଦେଲେ। ଯେମିତି ଯେମିତି ଫ୍ରେମ୍ ତିଆରି ହେବା କାମ ଆଗେଇ ଚାଲିଥାଏ, ସେଇଭଳି ବଙ୍ଗଳାରେ ଥିବା ଅଶୁଭ ଶକ୍ତିଙ୍କର ଚିତ୍କାର ବଢ଼ି ଚାଲିଥାଏ ଆଉ ସେ ବଙ୍ଗଳାରେ ଥିବା ଆସବାବ ପତ୍ରକୁ ରଚିତ ଆଉ ଧରଣୀଙ୍କ ଉପରେ ଫୋପାଡ଼ି ସେହି କାର୍ଯ୍ୟକୁ ବାଧା ଦେବା ପାଇଁ ଚେଷ୍ଟାରେ ଲାଗିଥିଲେ। କିନ୍ତୁ ମିଷ୍ଟର ଧରଣୀ କିଛି ନ ଶୁଣି ନିଜ କାମରେ ଲାଗିଥିଲେ। ଲକେଟର ଶକ୍ତି ସରିବା ପାଇଁ ଆଉ ଅଧଘଣ୍ଟା ମାତ୍ର ବାକି ଥିଲା। ଶେଷରେ ଫ୍ରେମ୍ ତିଆରି ହେଇଗଲା ଆଉ ସେଇ ପେଣ୍ଟିଂକୁ ଭାଙ୍ଗି ଯାଇଥିବା ଫ୍ରେମ୍ ଭିତରୁ ବାହାର କରି ନୂଆ ଫ୍ରେମ୍ରେ ଲଗେଇ ଦେଲେ ଆଉ ସେ ନିଜେ ତିଆରି କରିଥିବା ପୂଜାସ୍ଥଳରେ ତାକୁ ରଖି ବେଦ ଉଚ୍ଚାରଣ ପୂର୍ବକ ଅଗ୍ନି ପ୍ରଜ୍ୱଳିତ କଲେ ଆଉ ଗୋଟେ ମନ୍ତ୍ର ପଢ଼ିବାରେ ଲାଗିଲେ। ଯେମିତି ଯେମିତି ମନ୍ତ୍ର ସହିତ ଅଗ୍ନିର ଆହୁତି ପଡ଼ିଲା, ଗୋଟେ ଗୋଟେ କରି କଳା ଧୂଆଁ ଆକାରରେ ସମସ୍ତ ଅଶୁଭ ଶକ୍ତି ସେଇ ପେଣ୍ଟିଂ ଭିତରେ ପ୍ରବେଶ କଲେ ଆଉ କିଛି ମୁହୂର୍ତ୍ତ ଭିତରେ ସେଠି ଶାନ୍ତ ପରିବେଶ ସୃଷ୍ଟି ହେଲା। ଏହା ଦେଖି ରଚିତ ପ୍ରସନ୍ନ ହୋଇ ପଡ଼ିଲା ଆଉ ସେ ଖୁସିରେ ଆନନ୍ଦରେ ଧରଣୀଙ୍କୁ କୁଣ୍ଢେଇ ପକେଇଲା। ତାପରେ ମିଷ୍ଟର ଧରଣୀ ତାକୁ କହିବାକୁ ଲାଗିଲେ ଯେ ଏବେ ବି ଗୋଟେ ବିଶେଷ କାମ ବାକି ଅଛି, ସେଥିପାଇଁ ନିଜ ଖୁସିକୁ ସମ୍ଭାଳିକି ରଖ। ଏବେ କ'ଣ ବାକି ଅଛି ସାର୍? ତୁମର ବଳି।
ଏହା କହି ମିଷ୍ଟର ଧରଣୀ ଅଟହାସ୍ୟ କରିବାକୁ ଲାଗିଲେ। ଆଉ ଦେଖୁ ଦେଖୁ ସେ ରଚିତକୁ ରସିରେ ବାନ୍ଧିଦେଲେ। ତାପରେ ସେ ନିଜ ବ୍ୟାଗରୁ ବଙ୍ଗଳାର କାଗଜ ବାହାର କଲେ ଆଉ ଯଜ୍ଞକୁଣ୍ଡ ନିକଟରେ ରଖିଦେଲେ। ରଚିତ ଏସବୁ ଦେଖି ଭୀଷଣ ଭାବରେ ଡରି ଯାଇଥିଲା। ସେ ଦେଖିଲା ଯେ ଧରଣୀଙ୍କ ଆଖି ରକ୍ତମୁଖା ହେଇସାରିଛି ଆଉ ତାଙ୍କର ମୁହଁ ବଡ଼ ଭୟାନକ ଲାଗୁଥିଲା। ରଚିତ କିଛି ହିଁ ବୁଝିପାରୁନଥିଲା ଯେ ସିଏ ଏବେ କ'ଣ କରିବ। ସେତିକିବେଳେ ଧରଣୀ କହିଲେ, ଚାଲ, ତୁମ ବଳି ଦେବା ପୂର୍ବରୁ ମୁଁ ତୁମ ଜିଜ୍ଞାସା ଦୂର କରିଦଉଛି। ମୁଁ ଏ ତାନ୍ତ୍ରିକଙ୍କ ମୁଖିଆ ଥିଲି, ଯିଏ ଆଶ୍ରମରେ ଜଳିକି ମୁଁ ମରିଯାଇଥିଲି। ଏ ସମସ୍ତେ ମୋତେ ଘୃଣା କରୁଥିଲେ ଆଉ ମୋ ସିଦ୍ଧିକୁ ଛଡ଼େଇ ନେବାକୁ ଚାହୁଁଥିଲେ। ସେଇଥିପାଇଁ ମୁଁ ମୋ ସିଦ୍ଧିମାନଙ୍କୁ ଏଠି ମାଟି ତଳେ ପୋତି ଦେଇଛି। ଯୋଉଦିନ ମୋତେ ନିଆଁ ଲଗାଗଲା ମୁଁ ସେଇଦିନ ଏଠୁ ବାହାରକୁ ଯାଇଥିଲି। ସେଥିପାଇଁ ସଂଯୋଗରେ ମୁଁ ବଞ୍ଚିଗଲି। ଯେତେବେଳେ ଏ ଜାଗା ସାଙ୍ଗରେ ଯୋଡ଼ା ହେଇଥିବା ବିବାଦିତ ମାମଲା ଆଗକୁ ଆସିଲା, ମୁଁ ସେତେବେଳେ ଲୁଚିକି ଏଠିକି ଆସିଲି ମୋ ସିଦ୍ଧି ନେବା ପାଇଁ। ସେତେବେଳେ ମୋତେ ଜଣାପଡ଼ିଲା ଯେ ଏ ଜାଗାକୁ ପବିତ୍ର ମନ୍ତ୍ରରେ ବାନ୍ଧି ଦିଆହେଇଛି। ଏବେ ମୁଁ ଚାହିଁକି ବି କିଛି କରିପାରିନଥିଲି। ସେଇଥିପାଇଁ ମୁଁ ଚୁପଚାପ ଠିକ୍ ସମୟରେ ଅପେକ୍ଷା କରିଥିଲି। ପୁଣି ଗୋଟେ ଦିନ ତୁମ ମା ବାପା ଏଠିକି ଆସିଲେ ଆଉ ତୁମ ମା ପେଣ୍ଟିଂକୁ କାଢ଼ିକି ମନ୍ତ୍ରର ଶକ୍ତିକୁ ଶେଷ କରିଦେଲେ। କିନ୍ତୁ ସେତେବେଳେ ବି ମୁଁ ଏଇଠି ଥାଇକି ମୋ ଶକ୍ତିମାନଙ୍କୁ ପାଇପାରିଲିନି, କାହିଁକି ନା ସେ ରକ୍ତର ବୁନ୍ଦା ହିସାବରେ ବଙ୍ଗଳାର କାଗଜ ହିସାବରେ ଯାଇସାରିଥିଲେ। ତାପରେ ମୁଁ ମୋ ଗୁରୁଙ୍କ ଶରଣ ନେଲି। ସେ ତାଙ୍କ ଶକ୍ତି ଦ୍ୱାରା ତମ ବିଷୟରେ ଜଣେଇଲେ ମୋତେ। ମୋ ଗୁରୁଙ୍କ ଆଶୀର୍ବାଦରୁ ମୁଁ କୌଣସି ବି ରୂପ ନେଇପାରେ। ସେଇଥିପାଇଁ ଦୁନିଆରୁ ଲୁଚିବା ପାଇଁ ମୁଁ ଏଇ ରୂପ ନେଇଛି ଏବେ। ଆଉ ତୁମ ମଣିଷମାନଙ୍କ ଭିତରେ ରହିକି ତୁମ ଭଳିଆ କାମ କରୁ କରୁ ମୁଁ ତୁମର ବଡ଼ ହେବାର ଅପେକ୍ଷା କରିଥିଲି। ଯେମିତି ହିଁ ତୁମ କଲେଜ ପାଠପଢ଼ା ଆରମ୍ଭ ହେଲା ମୁଁ ସେଇଠିକି ପହଞ୍ଚିଗଲି। ଆଉ ମୁଁ ତୁମକୁ ନିଜ ଅଫିସରେ କାମ ଦେଇକି ତୁମର ବହୁତ ପାଖକୁ ଆସିଗଲି। ୟା ପୂର୍ବରୁ କି ଠିକ୍ ଅବସର ଦେଖି ତୁମକୁ ଏ ବଙ୍ଗଳା ବିଷୟରେ ପଚାରନ୍ତି, ତୁମେ ନିଜେ ତା ବିଷୟରେ କହିକି ମୋ କାମକୁ ବହୁତ ସହଜ କରିଦେଲ। ଏବେ ସବୁ ମୃତ ତାନ୍ତ୍ରିକଙ୍କ ଶକ୍ତି ବି ମୋ ଭିତରକୁ ଆସିସାରିଛି, ଯୋଉମାନେ କେବେ ମୋ ଜୀବନ ନେବାକୁ ଚାହୁଁଥିଲେ। ବାସ୍ ଗୋଟେ ମଣିଷ ମାନେ ତୁମର ବଳି ଦେବା ମାତ୍ରେ ମୁଁ ଏ ଅସୀମ ଶକ୍ତିର ସ୍ୱାମୀ ହେଇଯିବି ଆଉ ଏ ସାରା ଦୁନିଆ ମୋ ହାତ ମୁଠାରେ ବନ୍ଦୀ ହେଇ ରହିବ। ଆପଣ ଏମିତି କରିପାରିବେନି। ଯଦି ମୁଁ ଘରକୁ ଠିକ୍ ଟାଇମ୍ରେ ନ ପହଞ୍ଚିଲି ମୋ ମା ସିଧା ପୋଲିସ ଥାନାକୁ ଯିବ ଆଉ ଆପଣ ଧରା ପଡ଼ିଯିବେ। ରଚିତ ସାହସର ସହିତ କହିଲା। ପ୍ରତି ଉତ୍ତରରେ ଧରଣୀ ହସି ହସି କହିଲେ, ଯେତେବେଳ ଯାଏ ତମ ମାକୁ ତମ ବିଷୟରେ ଖବର ହବ ସେତେବେଳ ଯାଏ ମୁଁ ସର୍ବଶକ୍ତିମାନ ହେଇସାରିଥିବି। ରଚିତ ନିଜ ମୃତ୍ୟୁକୁ ତା ସାମ୍ନାରେ ଦେଖିବାକୁ ଲାଗିଲା। ସିଏ ତା ଆଖି ବନ୍ଦ କରି ନିଜ ବାପା ମା ଆଉ ଈଶ୍ୱରଙ୍କୁ ସ୍ମରଣ କଲା। ଆଉ ସେ ପଶ୍ଚାତାପ କରୁଥିଲା, ଯଦି ସିଏ ତା ମାଙ୍କ କଥା ମାନି ଯାଇଥାନ୍ତା ଆଉ ଏଠିକି ନ ଆସିଥାନ୍ତା, ହେଲେ ଏବେ କ'ଣ ବା ହେଇପାରିବ। ତେଣୁ ସିଏ ଚୁପଚାପ ଭାବରେ ନିଜର ନିୟତିକୁ ଅପେକ୍ଷା କରିଥିଲା। ଧରଣୀ ପୁଣି ସେଇ ମନ୍ତ୍ର ପଢ଼ିବାକୁ ଲାଗିଲେ। ଯେତେବେଳେ ରଚିତ ଉପରକୁ ସେ ଅଭିମନ୍ତ୍ରିତ ଅଗ୍ନି ପକାଇବାକୁ ଲାଗିଲେ, ସେତେବେଳେ ଗୋଟେ ସ୍ୱର ଶୁଭିଲା, ରହିଯାଅ। ଧରଣୀଙ୍କ ସହିତ ରଚିତ ବି ଯେତେବେଳେ ଦେଖିବାକୁ ଲାଗିଲା, ସେତେବେଳେ ସେଇ ସାଧୁବାବା ତା ସାମ୍ନାରେ ଥିଲେ, ଯେ ଜଙ୍ଗଲରେ ତାକୁ ଦେଖା ଦେଇଥିଲେ। ସେ ତତ୍କ୍ଷଣାତ୍ ତାଙ୍କ ମନ୍ତ୍ର ଦ୍ୱାରା ରଚିତର ବନ୍ଧନକୁ ଖୋଲି ଦେଇଥିଲେ ଆଉ ସେଇ ମନ୍ତ୍ରରେ ସେ ଧରଣୀକୁ ବାନ୍ଧି ଦେଇଥିଲେ। ତାପରେ ସାଧୁବାବା କହିଲେ, ନିଜ ସାଥୀମାନଙ୍କ ପାଖରେ ଥିବା ଶକ୍ତିକୁ ତୁ ହିଁ ଏକାଠି କରିପାରିବୁ। ସେଇଥିପାଇଁ ମୁଁ ଏପର୍ଯ୍ୟନ୍ତ ରହିଥିଲି। ଆଉ ଏବେ ଯେତେବେଳେ ତୁ ସମସ୍ତଙ୍କୁ ଏ ଫ୍ରେମ୍ ଭିତରେ ବନ୍ଦୀ କରିଦେଲୁ, ତ ଏବେ ତୋର ନଷ୍ଟ ହବାର ସମୟ ଆସିଯାଇଛି। ଆପଣ ଏମିତି କରିପାରିବେନି, ମୋ ଗୁରୁ ମୋତେ ବଞ୍ଚେଇ ନେବେ। ଏହା କହି ଧରଣୀ ନିଜ ଗୁରୁଙ୍କୁ ଡାକିବାରେ ଲାଗିଲା। ସାଧୁବାବା ହସିଲେ ଆଉ କହିଲେ, ସେ ଭଣ୍ଡ ଯିଏ କେବେ ମୋର ଶିଷ୍ୟ ଆଉ ତୋର ଗୁରୁ ଥିଲା, ଏବେ କେବେ ତୋ ପାଖକୁ ଆଉ ଆସିପାରିବନି। ଦେଖ ମୁଁ ତାର କି ଅବସ୍ଥା କରିଛି। ସାଧୁବାବା ନିଜର ହାତ ବୁଲେଇବା ମାତ୍ରେ ରଚିତ ଆଉ ଧରଣୀଙ୍କ ସାମ୍ନାରେ
କୌଣସି ଚଳଚ୍ଚିତ୍ର ଭଳି ଧରଣୀଙ୍କ ଗୁରୁଙ୍କର ଦେହ ଜଳିବାରେ ଲାଗିଥିଲା। ନାଇଁ, ଏମିତି ହେଇପାରିବନି, ଏଇଟା ଅସମ୍ଭବ। ଧରଣୀ ରାଗରେ ଚିତ୍କାର କଲା। ସାଧୁ ବାବା କହିଲେ, କିଛି ବି ଅସମ୍ଭବ ନୁହେଁ। ଯିଏ ଏଇ ସଂସାରକୁ ଆସିଛି ତାକୁ ଦିନେ ନା ଦିନେ ଏ ସଂସାର ଛାଡ଼ି ଚାଲିଯିବାକୁ ପଡ଼ିବ। ବାସ୍, ସମସ୍ତଙ୍କର ନିଜର ସମୟ ନିର୍ଦ୍ଦିଷ୍ଟ ଥାଏ। ତୋର କପଟି ଗୁରୁକୁ ମାରିବା ପାଇଁ ଯୋଉ ଶକ୍ତିର ମତେ ଆବଶ୍ୟକତା ଥିଲା, ଆଜି ସେଇଟା ମତେ ମୋ ସିଦ୍ଧିପୁରା ପରେ ମିଳି ସାରିଛି। ଆଉ ମୁଁ ତତ୍କାଳ ସେ ବ୍ୟକ୍ତିକୁ ନଷ୍ଟ କରିଦେଲି। ବାସ୍, ଏବେ ସବୁଦିନ ପାଇଁ ନଷ୍ଟ ହବାର ବେଳା ହଉଛି ତୋର। ତାଙ୍କ କଥା ଶୁଣି ରଚିତର ସାହସ ବଢ଼ିଲା। ଆଉ ସେ ତୁରନ୍ତ ଉଠି ସାଧୁ ବାବାଙ୍କ ଆଡ଼କୁ ଗଲା। ଆଉ ଧରଣୀ କିଛି କରିବା ପୂର୍ବରୁ ସାଧୁ ବାବା ତା ହାତରୁ ଅଗ୍ନିର ଖଣ୍ଡକୁ ବାହାର କରି ନିଜ ମୁଠାକୁ ନେଇଗଲେ। ଆଉ ତାକୁ ଧରଣୀ ଉପରକୁ ନିକ୍ଷେପ କଲେ। ଅଗ୍ନିଖଣ୍ଡ ପଡ଼ିବା ମାତ୍ରେ ସେଠୁ ଧରଣୀ ଆଉ ବଙ୍ଗଳାର ପେଣ୍ଟିଂ ଧୂଆଁ ହେଇ ଉଭାନ ହେଇଗଲା। ଅଶୁଭ ଶକ୍ତି ଚାଲିଗଲା ପରେ ବଙ୍ଗଳା ସୂର୍ଯ୍ୟଙ୍କର ପବିତ୍ର କିରଣରେ ଆଲୋକିତ ହେଇଗଲା। ସାଧୁ ବାବା ରଚିତକୁ ଆଶୀର୍ବାଦ ଦେବା ପୂର୍ବକ ଏବେ କହିଲେ, ଏ ବଙ୍ଗଳା ସବୁ ପ୍ରକାରର ସମସ୍ୟାରୁ ଦୂର ହେଇସାରିଛି। ତମେ ତମର ବାପା ମାଙ୍କୁ ଏଠିକି ନେଇ ଆସ। ଆଉ ତମ ବାପାଙ୍କ ସାଙ୍ଗରେ ମିଶିକି ପୁଣି ଥରେ ତାଙ୍କର ବ୍ୟବସାୟ ଆରମ୍ଭ କର। ଧର୍ମିତ୍ର ଲେଖା ହେଇଥିବା ଆତ୍ମହତ୍ୟା ଚିଠି କାଲି ତାର ଅଫିସରେ ପହଞ୍ଚିଯିବ। ତମେ ଯେପର୍ଯ୍ୟନ୍ତ ସେଠି ପହଞ୍ଚିବ, ସେଠି ଥିବା ସବୁ ଲୋକ ଏହା ଭୁଲିଯିବେ ଯେ କି ତମେ କେବେ ଧର୍ମିଶ ସାଙ୍ଗରେ କୁଆଡେ ଯାଇଥିଲ। ରଚିତ ସାଧୁ ବାବାଙ୍କୁ ପ୍ରଣାମ କରିବାକୁ ଯାଇ ତାଙ୍କ ପାଦ ତଳେ ଲୋଟି ପଡ଼ିଲା। ଆଉ ସେ ଉଠିଲା ବେଳକୁ ସାଧୁ ବାବା ସେଠୁ ଅନ୍ତର୍ଦ୍ଧାନ ହୋଇଯାଇଥିଲେ। ରଚିତ ତାର ବ୍ୟାଗ ଉଠାଇଲା ଆଉ ବଙ୍ଗଳାରେ ତାଲା ପକାଇ ଗାଡ଼ି ଆଡ଼କୁ ଚାଲିଲା। ସେଠୁ ଫେରିଲା ବେଳେ ସେ ଖୁସି ବି ଥିଲା ଆଉ ଦୁଃଖୀ ବି ଥିଲା। ସିଏ ଏଥିପାଇଁ ଖୁସି ଥିଲା ଯେ ତା ବାପା କିଣିଥିବା ବଙ୍ଗଳା ଆଉ ଭୂତ କୋଠିଏ ହେଇ ରହିନାହିଁ। କିନ୍ତୁ ତା ସହିତ ସେ ଦୁଃଖୀ ବି ଥିଲା ଯେ କିଛି ନ ବୁଝି ନ ସୁଝି ସେ ଧରଣୀଙ୍କ ଭଳି ଧୋକାବାଜ ସହିତ ମିଶି ନିଜକୁ ଆଉ ନିଜ ପରିବାରକୁ ଗୋଟେ ସମସ୍ୟାରେ ପକାଇ ଦେଇଥିଲା। ସହରକୁ ଫେରିଯାଇ ସେ ଯେତେବେଳେ ଧରଣୀ ବିଷୟରେ ନିଜ ବାପା ମାଙ୍କୁ କହିଲା, ସେତେବେଳେ ସେ 2 ଜଣ ବ୍ୟସ୍ତ ହୋଇ ପଡ଼ିଥିଲେ। ବୀଣାଦେବୀ ତୁରନ୍ତ ଭଗବାନଙ୍କ ନିକଟରେ ପ୍ରାର୍ଥନା କଲେ ଯେ ସିଏ ଏତେ ବଡ଼ ସମସ୍ୟାରୁ ରଚିତକୁ ମୁକୁଳେଇ ଦେଇଥିଲେ। କିଛି ଦିନ ପରେ ରଚିତ ବାପା ମାଙ୍କୁ ନେଇ ପୁନଃ ସେଇ ବଙ୍ଗଳାକୁ ଗଲା। ଆଉ ତା ସହିତ ସେ ବାପାଙ୍କର ବ୍ୟବସାୟ ବି ପୁଣି ଥରେ ଆରମ୍ଭ କଲା। ତା ବାପାଙ୍କର ମାନସିକ ଅବସ୍ଥା ବି ସୁଧୁରିବାରେ ଲାଗିଲା। ସାଧୁ ବାବାଙ୍କ ଆଶୀର୍ବାଦ ଯୋଗୁଁ ପୁଣି ଥରେ ଅଶୁଭ ଶକ୍ତି ଉପରେ ଶୁଭ ଶକ୍ତିର ବିଜୟର ପ୍ରତୀକ ଭାବରେ ଏହି ବଙ୍ଗଳା ପୁଣି ଥରେ ଆଲୋକିତ ହେବାରେ ଲାଗିଲା।